ବୈଶାଖ ମାସରୁ ପୁଅ କୁଆଡ଼େ ଯାଇଛି ଆମେ ଖୋଜିଲେ ପାଉନୁ। ଥାନାରେ ଏଫଆର ଦେଇଥିନୁ। ସେତେବେଳେ ଫୋନ୍ ରିଙ୍ଗ ହେଉଥିଲା। ମହାପାତ୍ର ସାର୍ ଆମ ଏଫଆର ରଖିଥିଲେ। ଏଇନା ମହାପାତ୍ର ସାର୍ ବଦଳି ଗଲେଣି। ଫୋନ୍ ରିଙ୍ଗ ହେଉଥିଲା ସେତେବେଳେ ସାର୍କୁ କେତେ କହିନି, ରିକ୍ୱେଷ୍ଟ କରିନି, ସାର୍ ପୁଅ ଫୋନ୍ ରିଙ୍ଗ ହେଉଛି, ଟିକେ ଖୋଜିବା ପାଇଁ ଚେଷ୍ଟା କରନ୍ତୁ। ସାର୍ କହିଲେ ହଉ ତାହେଲେ ଆମେ ଖୋଜିମୁ, ତୁମେ ଘରକୁ ଯାଅ। ତାପରେ ଆଉ ଦିନେ ପୁଣି ଆସିନୁ, ଦିନେ ଛାଡ଼ିକି କହିଲେ ଆଉ ତମ ପୁଅର ଫୋନ୍ ଖୋର୍ଦ୍ଧା ଲୋକେସନ୍ ଦେଖାଉଛି, ଆଉ ତମେ ବାପା ମା ହିସାବରେ ଯାଆନ୍ତୁ, ଆଉ ଠାକୁର ଦର୍ଶନ କରିବେ, ଆଉ ସେ ପୁରୀରେ ପୁଅକୁ ଟିକେ ଖୋଜାଖୋଜି କରିବେ। ଏଇଆ ଆମକୁ ମହାପାତ୍ର ସାର୍ କହିଲେ। ତାପରେ ସେଠୁ ନିଆସ ହେଇକି ପଳେଇନୁ। ପୁଣି ଆସିନୁ ଏଇ ଘଷପୁରା ଯେଉଁ ସାର୍ ପାଖକୁ। ସେଇ ସାର୍ କହିଲେ ହଉ ମୁଁ ବୁଝୁଛି, ଆଉ ତମେ ଘରକୁ ଯାଅ। ଏମିତି ଦୁନିଆ ଆଡ଼େ ଆମେ କାନ୍ଦି ବୋବେଇକି ଗଲା ପରେ ଏସ୍ପି ସାର୍କୁ ଯାଇକି ଦେଖା କଲୁ କେଉଁଝରରେ। ସେଠି ଏଫଆଇଆର ଦେଇଛୁ। କଲେକ୍ଟର ସାର୍କୁ ବି ଏଫଆଇଆର ଦେଇଛୁ। ହେଲେ ଆଜି ପର୍ଯ୍ୟନ୍ତ 3 ମାସ ହେଲାଣି ପୁଅ କେଉଁଠି ଅଛି, କ'ଣ କରିଛି, କିଛି ରିପୋର୍ଟ ଆମେ ପାଉନୁ। ହେଲେ କେଉଁ ସାହାରେ ଆମ କଥା, କେଉଁ ସାହାରେ ଆମ ଦୁଃଖ ଶୁଣୁନାହାନ୍ତି। ଯେତେବେଳେ ମୁଁ ଆନ୍ଦପୁର ଥାନାକୁ ଯାଉଛି, ମୋତେ ବାରମ୍ବାର ସାର୍ ମାନେ ପଚାରୁଛନ୍ତି ଆପଣଙ୍କ ପୁଅ କାହାକୁ ଭଲ ପାଇଥିଲା କି? ମୁଁ କେମିତି ଜାଣିବି? ମୁଁ ଆଗ ତ ପୁଅ କାହାକୁ ଦିନେ କଥା ହେଇନାହିଁ କି କିଛି ନାହିଁ। ଯୁଆଡ଼େ ଗନେ ପୁଅ ଦିନକୁ 100 ଥର ମା ବୋଲି ଫୋନ୍ କରେ। 3 ମାସ ହେଲାଣି ଦିନେ ବି ମୋତେ ଫୋନ୍ କରିନି। ମୁଁ କେତେ ଯାଇକି ଆନ୍ଦପୁର ଥାନାକୁ ଦିନ ଯାଉଛି, ମୋ ଦେହ ଖରାପ ହେଇଗଲାଣି ପୁଅ ପାଇଁ। ହେଲେ କୋଉ ସାରେ କି କୋଉ ମ୍ୟାଡାମ ମୋ କଥା ଟିକେ ବୁଝୁନାହାନ୍ତି। ପିଲା ଡାକିଥିଲା, ମୁଁ ଫୋନ୍ କନି ବାପା କୁଆଡେ ଯାଇଛୁ ନା ଯାଜପୁର ରୋଡ ଯାଇଛି। ଗୋଟେ ପୁଅ ଡାକିଛି, ଆଉ କ'ଣ କାମ ପାଇଁ। 18 ତାରିଖ ଦିନ ମୋ ସହିତ କଥା ହେଲା, 19 ତାରିଖ କଥା ହେଇଛି। ଆଉ ସନ୍ଧ୍ୟାବେଳେ ଫୋନ୍ ଲଗେଇନି, ଫୋନ୍ ରିଙ୍ଗ ହେଲା, ଆଉ ଫୋନ୍ ଉଠେଇଲାନି। 23 ତାରିଖ ସାରି ଫୋନ୍ ରିଙ୍ଗ ହେଇଛି, ହେଲେ ପୁଅ ଫୋନ୍ ଉଠେଇ ନାହିଁ। ପୁଅ 2 ମାସ ହେଲାଣି ଗଲାଣି, ଏପ୍ରିଲ 18 ତାରିଖରୁ ଗଲାଣି, ଏପର୍ଯ୍ୟନ୍ତ ତାର ଖୋଜ ଖବର କିଛି ମିଳୁନି। ଆନ୍ଦପୁର ଥାନାରେ ଦିଆହେଇଛି ଏଫଆଇଆର, ତାକୁ 23 ତାରିଖ 22 ତାରିଖ ଦିଆହେଇଥିଲା। ତାକୁ କ୍ୟାନସଲ କରି ପୁଣି କହିଲେ 24 ତାରିଖ ଦିନ ପୁଣି ଯାଇକି ଆଉ ଗୋଟେ କହିଲେ ଏଟା ହେବନି, ଆଉ ଗୋଟେ ଦିଅ ଲେଖିକି। ପୁଣି ଗୋଟେ ଏଫଆଇଆର ଲେଖିକି ଦିଆହେଇଛି। ତାପରେ ଆଉ ସେବେଠୁ ଆଉ ତାକୁ ଯେତେ କହିଲା ବେଳକୁ କହୁଛନ୍ତି 2 ଦିନ ଆମକୁ ଟାଇମ୍ ଦିଅ, 4 ଦିନ ଟାଇମ୍ ଦିଅ, ଏମିତି କହିକି ଆଉ ସେଦିନକାରୁ କିଛି ମୁଣ୍ଡକୁ ନେଉନାହାନ୍ତି, ଆକ୍ସନ୍ କିଛି ନେଉନାହାନ୍ତି। ଆଉ ସେଠୁ ଯାଇଥିଲୁ କେଉଁଝର, ଯାଇଥିଲୁ ଏସ୍ପି ସାର୍ଙ୍କ କତିକି। ଆଉ ସେଠି ବି ଏଫଆଇଆର ଦିଆହେଇଛି, କଲେକ୍ଟର ସାର୍ଙ୍କୁ ଏଫଆଇଆର ବି ଦିଆହେଇଛି। ଆଉ କିଛି ଆମେ ଖୋଜ ଖବର ମିଳୁନୁ। ସେଠି କିଏ ତାକୁ ଗୋଟେ ଡକେଇଲା, କହିଲା ମୁଁ ଆଉ ଏଠି କ'ଣ ବେପାର କରୁଛୁ, ତୁ ଚାଲେ ମୋ ସାଙ୍ଗରେ, ଆଉ ଭଲ କାମ ଦେମି, ଭଲ ପଇସା ରୋଜଗାର କରିବୁ। ନା କୋଉଠିକି? ସେ କହିଲା ସେ ରୋଡ଼ରେ ଦେଖାହବ। ଆଉ ସେ ରୋଡ଼ କହିକି ତ ଯାଇଛି। ସେଠି ଗାଡ଼ି ପାର୍କିଂରେ ରଖିକି ଯାଇଥିଲା। ଆଉ ସେ ଗାଡ଼ିଟା ଖୋଜିକି ପାଇନୁ ସେ ପାର୍କିଂରୁ। ଆଉ ତାକୁ ପଚାରୁନୁ ଯେ କୁଆଡ଼େ ଯାଇଛି, ସିଏ କହିଲା ନା ଆମେ ଜାଣିନୁ କୁଆଡ଼େ ଯାଇଛି, ଆଉ ସିଏ କାଲି ଆସିବ ବୋଲି କହିଛି। ଆଉ ତାକୁ ବି 50 ଟଙ୍କା ଦେଇଥିଲା ଆଡ଼ଭାନ୍ସ ପଇସା, ଆଉ ପାର୍କିଂ ବାଲାକୁ। ଆଉ 8 ଦିନ ପରେ ସେ ଗାଡ଼ିକି ପାଇଲୁ। ତାପରେ ଆଉ କିଛି ତ ଆଜି ପର୍ଯ୍ୟନ୍ତ ଖୋଜ ଖବର କିଛି ମିଳୁନି। ପୋଲିସ ପାଖକୁ ଯେତେ ଥର ଗଲାବେଳକୁ ସିଏ ଖାଲି ଟିକେ ବି ଆକ୍ସନ୍ ନେଉନାହାନ୍ତି। କହୁଛନ୍ତି 2 ଦିନ ଯାଉ, 4 ଦିନ ଯାଉ। ସିଏ ବାରମ୍ବାର ପଚାରୁଛନ୍ତି ଯେ ଆଉ ତମ ପୁଅ କାହାକୁ ଭଲ ପାଇଥିଲା କି? ସେଇ ଗୋଟିଏ କଥା, ଯେତେବେଳେ ଗଲେ ସେଇ ଗୋଟିଏ କଥା, ଆଉ କୌଣସି ଆକ୍ସନ୍ କିଛି ନେଉନାହାନ୍ତି। ଏଇ 3 ଦିନ ପୂର୍ବରୁ ସେ ମ୍ୟାଡ଼ାମ ଫୋନ୍ କରିଥିଲେ, କହିଲେ ତମ ତମ ପୁଅର କ'ଣ ଖୋଜ ଖବର କିଛି ମିଳିଲାନି? ମୁଁ ଆପଣଙ୍କୁ ତ ଦିଆହେଇଥିଲା 2 ଥର, ଦିଆହେଲାଣି, ହେଉଛି ଏଫଆଇଆର ଦିଆହେଲାଣି, ଯେ ଆପଣ କିଛି 2 ମାସ ହେଲାଣି ଆକ୍ସନ୍ କିଛି ନେଉନାହାନ୍ତି। ଆଉ ଆମେ କେମିତି ପାଇମୁ କ'ଣ ତାଙ୍କ ଖବର? ତାରି ପାଇଁ ତ କିଛି ଖିଆ ନାହିଁ, ପିଆ ନାହିଁ, ରନ୍ଧା ବଢ଼ା କିଛି ନାହିଁ, ସବୁବେଳେ ମନ ଅଶାନ୍ତି ଘରେ। ଆଉ କିଛି ବାଟ ବୁଦ୍ଧି ଦେଖାଯାଉନି। ଆଉ ସେ ପୁଅ ଏପର୍ଯ୍ୟନ୍ତ ତାର ଖୋଜ ଖବର କିଛି ମିଳୁନି।